ଆଜ୍ଞା ପାଟୁଆ ଯାତ୍ରା ହୁଏ ନୂଆନନ୍ଦ କଣ୍ଟି ମଙ୍ଗଳରେ ସେଇ ପାଟୁଆ ଯାତ୍ରା ଦେଖିବା ପାଇଁ ଆମେ ଯାଉଥିଲୁ। ଆଉ ହଠାତ୍ ଡିଜେ ବାଟରେ ରହିଗଲା ଆମେ ସବୁ ଯାଉଥିଲୁ ସେଠି ହଠାତ୍ ଡିଜେଟା ଯାଉଥିଲା ବାଟରେ ରହିଯାଇକି କରେଣ୍ଟରେ ଲାଗିଗଲା। ଆଉ ସେଇ କରେଣ୍ଟ ପଡ଼ିକି ସବୁ ଛୁଆ ମୋ ମା ମୋ ପୁଅ ସମସ୍ତେ ସବୁ ହାତ ଗୋଡ଼ ସବୁ ଛାଲି ଯାଇଛି। ମୋ ମାଆର ଗୋଡ଼ ଫୋଡ଼ ସବୁ ଭାଙ୍ଗି ଯାଇଛି ମାନେ କାହାରି ବି ଚେତା ନଥିଲା। ମେଡ଼ିକାଲକୁ ଆଣିକି ଏଇ ଚେତା ଫେରିଛି। ମୋ ମାଆର ବି ଚେତା ଏପର୍ଯ୍ୟନ୍ତ ଆସିନାହିଁ ସେ କଟକ ମେଡ଼ିକାଲରେ ପଡ଼ିଛି। ହଁ ସାର୍ କିଛି କହିପାରିବା ଅବସ୍ଥାରେ ନାହିଁ। କାଲି ଆମେ ପରିବାର 15 ଜଣ ଯାଉଥିଲୁ ବାପ ଭାଉଜ ଭଉଣୀ ଝିଆରୀ ପୁତୁରା ନେଇକି ସ୍ୱାମୀ ଛୁଆଙ୍କୁ ନେଇ ଆମେ 15 ଜଣ ଅଛୁ। ଆଗକୁ 8-10 ଜଣ ପଳେଇଲେ ଆମ ବାପ ଛୁଆ 4 ଜଣ ରହିଯାଇଥିଲୁ ପଛକୁ ଡିଜେ ସାଇଡ଼ରେ ଆମେ ଚାଲୁଛୁ। ଆଉ କରେଣ୍ଟ କେବୁଲ ତାର ଲାଗିଲା ଡିଜେ ସେ କରେଣ୍ଟ ତାର ଡିଜେ କରେଣ୍ଟ ତାର କାଟିଦେଲେ ଛିଡ଼େଇ ଦେଲା ସେ ପୁଅଟା ଯାଇକି କେବୁଲ ତାରକୁ। ତାପରେ କିଛି ବାଟ ଯାଇଛି ମେନ୍ ତାର ଦିହରେ ଲାଗିଲା ଡିଜେ ସେ ପୁଅଟା ଚଚଡ଼ିଆ ଯାଇକି ସେ ତାରକୁ କାଟିବା ସମୟରେ ତାକୁ କରେଣ୍ଟ ମାରିଲା ସିଏ ପଡ଼ିଗଲେ। ତାପରେ ନିଆଁ ସବୁ ଥପଥପ ପଡ଼ିଲା ଆମେ ସବୁ ତ ସବୁ ପଡ଼ିଛୁ କେଉଁଠୁ କ'ଣ ହେଇକି ପଡ଼ିଛୁ ଆମେ ଜାଣିନୁ। ଆଉ ପୁଅ ଦୁଇଟାଙ୍କୁ ଆମର ଯେତେବେଳେ 2 ଜଣଙ୍କର ସ୍ୱାମୀ ସ୍ତ୍ରୀ ହୋସ୍ ଆସିଲା ସେ ପୁତୁରାକୁ ୟାକୁ ସିଏ ଧରିଲେ ମୁଁ ୟାକୁ ଧରିଲା ବେଳକୁ ପୁଣି ଉଠେଇ କପାଡ଼ି ଦେଲା ପୁଣି ଆଉ ଯାକେ ନଉଟେଇ ପକେଇଲା। ତଥାପି ଆମର ହୋସ୍ ଆଣିକି ଛୁଆ 2ଟା ଧରିକି ଆସିକି ମେଡ଼ିକାଲରେ ଅଛି। ବର୍ତ୍ତମାନ ଭଲ ଅଛି। 2 ଜଣ ଆପଣମାନେ ଲାଗିତେ 2 ଜଣ ତ ସ୍ପଟ୍ ଡେଥ୍ ହେଇଥିଲା ତ ଆସି କାଲି ରାତି ଆମେ PM କରିକି ଘର ପେଟା ଭିତରେ 2 ଜଣ ଆମେ ରେଫର୍ କରୁଛୁ କଟକ। ମୁଁ ପର୍ସନାଲ ହେଇଛି ତାପରେ ଜିଲ୍ଲାପାଳ ମହୋଦୟ ଆସିଥିଲେ ସବ୍ କଲେକ୍ଟର ଆସିଥିଲେ ସବୁ ଅବସ୍ଥା ସବୁ ବୁଝିଗଲେ। ବର୍ତ୍ତମାନ ଯେଉଁ 8 ଜଣ ଅଛନ୍ତି ଭଲ ଅଛନ୍ତି। ଆମେ ଭାବୁଛୁ କାଲି ରାତି ତ ପ୍ରାୟ ପାଖାପାଖି ଟ୍ରିଟମେଣ୍ଟ ଅଛି ମୁଁ ସେ ବୁଝି ଆସିଥିଲି ତେଣୁ କିଛି ପ୍ରୋବ୍ଲେମ୍ ନାହିଁ। ଆମେ ସବୁ ପ୍ରକାର ଚିକିତ୍ସା କେମିତି ସୁବିଧାରେ ପାଇବେ ଦେଖୁଛୁ। ଯେଉଁ 2 ଜଣ ଯାଇଛନ୍ତି ଜଣେ ଆକ୍ଚୁଆଲି 20% ପାର୍ଟ ଆଉ ଜଣେ ପୁରା ସାଇକୋଲୋଜି ସେ ବି ଭଲ ହେଇକି ଶୀଘ୍ର ପଳେଇ ଆସିବ। ଚେଷ୍ଟା କରୁଛୁ ସମସ୍ତଙ୍କୁ ଭଲ ଚିକିତ୍ସା କରି ତା ଘରକୁ ଟିକେ ପଠାଇ ନିଶ୍ଚୟ ଆମର ଅଛନ୍ତି। ଆମର କାଲି ରାତି 3 ଜଣ ଡାକ୍ତର ଥିଲେ ଏବେ ଡାକ୍ତର ଆସିବେ ରାତି 3ଟା ଗଲେ ମୁଁ ପର୍ସନାଲ ଥିଲି ତେଣୁ ସେଭଳିଆ କିଛି ପରିସ୍ଥିତି ନାହିଁ ଆଉ ସେ ରେଫର୍ କରିବା ଆମେ ବି ପ୍ରସ୍ତୁତ ଅଛୁ। ସବୁ ଚିକିତ୍ସା ପୁରା ଭଲ ସବୁ ଭଲ ଅଛି କେହି ସିରିୟସ୍ ନାହାନ୍ତି। ଯେଉଁ ଜଣିଏ ଥିଲା ଆମେ ପଠାଇଥିଲୁ ଆଉ ଜଣେ ଯେହେତୁ ଝିଅ ପିଲା ତାକୁ ସେନ୍ସ ଆଇଲାନି ସାଇକୋଲୋଜିକାଲ ଥିଲା ମୁଁ ତାକୁ ପଠାଇଥିଲୁ ତାର ବି ଏତେ କିଛି ହେଇନି ପ୍ରାୟ ସବୁ ଭଲ ଅଛନ୍ତି। ସେ ଛୁଆ ଯେଉଁ 2 ଜଣ ଅଛନ୍ତି ତାଙ୍କୁ ଆମେ ଟିକେ ସ୍ପେଶାଲ କେୟାର ବି ନେଉଛୁ।